ଶୀତଦିନେ ବଥୁଆ ଶାଗ ଖାଇବାର ଅନେକ ଲାଭ ଅଛି। ଯଦିଓ ଅଧିକାଂଶ ଲୋକ ଏହାର ଗୁଣ ବିଷୟରେ ଅବଗତ ନାହାନ୍ତି, କିନ୍ତୁ ଏହି ଛୋଟ ଦେଖାଯାଉଥିବା ସବୁଜ ଉଦ୍ଭିଦ ଅତ୍ୟନ୍ତ ଲାଭଦାୟକ। ଶୀତଦିନେ ଏହାକୁ ଖାଇଲେ ଅନେକ ରୋଗ ଦୂରେଇ ଯାଇଥାଏ। ବଥୁଆରେ ଆଇରନ୍ ପ୍ରଚୁର ମାତ୍ରାରେ ରହିଛି। ବଥୁଆ କେବଳ ହଜମ ଶକ୍ତି ବୃଦ୍ଧି କରେ ନାହିଁ, ବରଂ ଅନ୍ୟାନ୍ୟ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ଗୁଜରାଟରେ ଏହାକୁ ଚିଲ୍ ମଧ୍ୟ କୁହାଯାଏ। ବଥୁଆର ଚଟଣି, ପରଟା ଓ ରାଇତା କରି ଲୋକମାନେ ଖାଇଥାନ୍ତି, କିନ୍ତୁ ସେମାନେ ଏହାର ଔଷଧୀୟ ଗୁଣ ବିଷୟରେ ଅଧିକ ଅବଗତ ନୁହନ୍ତି ବୋଲି କେହି କେହି ମତ ରଖିଥାନ୍ତି। ଏହାର ପତ୍ରରେ ସୁଗନ୍ଧିତ ତେଲ, ପୋଟାସ୍ ଏବଂ ଆଲବାମିନଏଡ୍ ମିଳିଥାଏ। ବାତ, ପିତ୍ତ ଓ କାଶକୁ ଭଲ କରିବାରେ ଏହା ସାହାଯ୍ୟ କରେ। ଆୟୁର୍ବେଦିକ ବିଶେଷଜ୍ଞମାନେ ବଥୁଆକୁ ଏକ ଭୋକ ବଢ଼ାଇବା ଔଷଧ ଭାବେ ବିବେଚନା କରନ୍ତି। ଲାଲ ବଥୁଆ ହାର୍ଟକୁ ମଜବୁତ କରେ। ରକ୍ତ ବିଶୁଦ୍ଧ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ବଥୁଆ ଯକୃତର ଅସୁବିଧାକୁ ଦୂର କରିଥାଏ ଓ ହଜମ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଶରୀରର ଅଳସୁଆମି ଦୂର କରିଥାଏ।